मो दियर हूँ ठिया इठा मारे मो कमर मो शशुर हूँ पेलीदे गिल मारदे कहले मो घरे रही पारिबुनी तू जा कहीं मारले ଯୌତୁକ ନିର୍ଯାତନା ମତେ ସେମାନେ ପସନ୍ଦ କରନ୍ତି ବୋହୂ ବୋଲି ମାନନ୍ତି। ଆପଣ ସ୍ୱାମୀ ବାଦ ଜାଣିଛନ୍ତି କି? ହଁ ସ୍ୱାମୀ ଜାଣିଲେ କ'ଣ ହବ ସେମାନଙ୍କୁ ଡରନ୍ତି ମୋ ଚାହିଁଲେ ସେମାନେ ଛୋଡ଼ିକି ଆଇଲେ ମୁଁ ୟାକୁ ଚାହିଁଲି ମୁଁ ଇଏ ଆସିବେ ବୋଧେ କିନ୍ତୁ ଇଏ ଆଇଲେନି। ବୋହୂକୁ ଯୌତୁକ ନିର୍ଯାତନା ଦେଇ ନିସ୍ତୁକ ମାଡ଼ ମାରି ମେରୁଦଣ୍ଡ ଭାଙ୍ଗିଦେଲେ ଶାଶୁଘର ଲୋକେ। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜାମକୁଣ୍ଡା ଗ୍ରାମରେ। ଭାଇ ଆପଣ ଟିକେ ପରିଚୟ ଦେବେ? ଭାଇ ଆପଣ ଟିକେ ପରିଚୟ ଦେବେ? ଗଙ୍ଗାଧର ବିଶ୍ୱାଳ। ଆପଣଙ୍କ ସ୍ତ୍ରୀକି ମାଡ଼ ହୋଇଛି ଆପଣ ଜାଣିଛନ୍ତି କି? ହଁ ମୁଁ ଶୋଇଥିଲି ତାପରେ ଶବ୍ଦ ଶୁଣିବାକୁ ମୁଁ ଉଠିକି ଆସିଲି। ଆପଣ ଯୌତୁକ ନିର୍ଯାତନା ଆପଣ ସ୍ତ୍ରୀ ଅଛନ୍ତି ଏ ବାବଦ ଜାଣିଛନ୍ତି ଆପଣ ଆପଣ ବାପା ମା ୟାଙ୍କୁ ଯୌତୁକ ନିର୍ଯାତନା ମାଡ଼ ମାରିକି ୟାଙ୍କର ବର୍ତ୍ତମାନ ସିରିୟସ୍ ଅଛନ୍ତି ଆପଣ କ'ଣ କହିବେ? ଯୌତୁକ ନିର୍ଯାତନା ଏଇ 4-5 ବର୍ଷ ତଳେ ଏକ୍ସା କହୁଥାନ୍ତି ଯେ ଆମର ଡିଲେ ହେଲା ପରେ ଆଉ ସେମାନେ ବି କୁହନ୍ତିନି। ଆଜି କ'ଣ ହେଲା? ଆଜି ଏଇ କଥା ଏଇ ଯେ ତାଙ୍କ ଭଉଣୀ ସାଙ୍ଗରେ ବାହାରକୁ ଯିବା ପାଇଁ ତାଙ୍କ ଭଉଣୀ ସାଙ୍ଗରେ ରାତିରେ କଥା ହେଲେ ଦେଖି ସେଇନ ବାପା କହିଲେ ଆଜି ଆଉ ରାତି ସାରା ନିଦ ହେବନି। ଆମ ବୋଉକୁ ଟିକେ କଥାଟା କହିଦେଲେ ତେଣୁକରି ସିଏ ସେଇ କଥା କହିଲେ ଯେ ବାପା ମୋତେ କଥା କହିଲ କେନ ସେଇନ ତାକୁ ଯୌତୁକ ନିର୍ଯାତନା ମାଡ଼ ହୋଇଛି ଏଇଟା ସତ ନା ମିଛ? ନା ନା ଯୌତୁକ ନେଇକି ମାଡ଼ ହୋଇ ନାହିଁ। ଯୌତୁକ ନିର୍ଯାତନା ନେଇକି ମାଡ଼ ହୋଇ ନାହିଁ। ଏଇଟା ଏଇ ବାହାରକୁ ଯିବା ପାଇଁ ତାଙ୍କ ବିଷା ହେଇଗଲା। ଆପଣଙ୍କ ସ୍ତ୍ରୀ ତ ଯୌତୁକ ନିର୍ଯାତନା ପାଇଁ ମାଡ଼ ହୋଇଛି ବୋଲି ଆପଣ କହୁଛନ୍ତି ଆପଣ କାହିଁକି ମନା କରୁଛନ୍ତି? ଆପଣ ସ୍ତ୍ରୀ କହୁଛନ୍ତି ଆପଣ ଯୌତୁକ ନିର୍ଯାତନା ଆପଣ ବାପା ମା ମାଡ଼ କରୁଛନ୍ତି। ଯୌତୁକ ନିର୍ଯାତନା ମୁଁ ଶୁଣି ନାହିଁ। ଏବେ ତ କିଛି ଜାଣୁ ସେଇ 4-5 ବର୍ଷ ତଳେ ଯାହା ଯେତେବେଳେ ସାଥିରେ ମିନେ ହେଇଥିଲେ ସେତେବେଳେ କହୁଛି ଆଉ ଏବେ କହୁନାହାନ୍ତି ସେମିତି। କାହିଁକି ମାଡ଼ ହେଲା ତାନେ? ମାଡ଼ ହେଇଛି ଏଇ ଯେ ରାତିର ଯେ କହିଦେଲେ ଆଉ ରାତି ସାରା ଏଇଠି ଏଇ ସାମାନ୍ୟ କଥା ହେଇକି ମାଡ଼ ମାରିକି ଏତେ ସିରିୟସ୍ ହେଇଥିବା କଥା କମର ଭାଙ୍ଗି ଦେଇଛି କମର ଭାଙ୍ଗିଦେବା ଆପଣ ମିଛ କହୁଛନ୍ତି ନା ଆପଣଙ୍କ ବାପା ମା କଥାରେ ଅଛନ୍ତି ନା ଆପଣ କାହା ଇଚ୍ଛାରେ କାମ କରୁଛନ୍ତି? ମୁଁ ମୋ ଇଚ୍ଛାରେ କାମ କରୁଛି। ଆପଣ ସ୍ତ୍ରୀକି ମାଡ଼ୁଛି ଆପଣ ଜାଣିନାହାନ୍ତି? ଆପଣଙ୍କ ସ୍ତ୍ରୀ ଏକା ପାଖରେ ରୁହନ୍ତି ନା ଅଲଗା ଅଲଗା ରୁହନ୍ତି? ନା ଏକା ଆପଣଙ୍କ ସ୍ତ୍ରୀ ମାଡ଼ ହେଲା ଅଧା ରାତିରେ ଆପଣ ଜାଣନ୍ତିନି? ମୁଁ ଶୋଇଥିଲି। ଆପଣଙ୍କ ସ୍ତ୍ରୀକି ମାଡ଼ ହେଉଛି ଶବ୍ଦ ହେଲାରୁ ମୁଁ ଉଠିକି ଆସିଲି। ଆପଣଙ୍କ ସ୍ତ୍ରୀକି ମାଡ଼ ହେଉଛି ତ ଆପଣ ଜାଣିପାରୁନାହାନ୍ତି? ଆପଣ ଶୋଇଛନ୍ତି ତାଙ୍କ ତ ପାଟି ଚାଲିଥିବେ କିମ୍ବା ପାଟି କରିଥିବେ କିମ୍ବା ପାଟି ହେଲାରୁ ଯାଇ ମୁଁ ଉଠିକି ଆସିଲି। ଗୋଟେ ତାଙ୍କୁ ମାଡ଼ ମାରିକି ଗିଲ୍ ଅଧା ରାତିରେ କାଢ଼ି ଦେଇଛନ୍ତି ଏଇଟା ସତ ନା ମିଛ? ସେଇଟା ସତ। କାରଣ ଆପଣ କହୁଛନ୍ତି ଯୌତୁକ ନିର୍ଯାତନା ମାଡ଼ ହେଇନି ବୋଲି କହୁଛନ୍ତି ଆପଣ? ଯୌତୁକ ନେଇକି ମୋ ଆଗରୁ କାହିଁକି କହିନାହାନ୍ତି? ଶୁଣାଶୁଣି କରିଥିଲ ଟିକେ ଯା ସେଇ 4-5 ବର୍ଷ ତଳେ 3 ବର୍ଷ ତଳେ ସେଇ ଆସୁଛି। ଗ୍ରାମର ଗଙ୍ଗାଧର ବିଶ୍ୱାଳ ଗତ 5 ବର୍ଷ ତଳେ ଭୋଗରାଇ ଥାନା ଅଡ଼ଙ୍ଗପନ୍ତେଇ ଗ୍ରାମର ନାରାୟଣ ପୁଷ୍ଟିଙ୍କ ଝିଅ ଗେହ୍ଲିମଣିଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ୱାମୀଙ୍କ ସହିତ ଶାଶୁଘର ଲୋକେ ମୋଟରସାଇକେଲ ଏବଂ ଅନ୍ୟାନ୍ୟ ଯୌତୁକ ଦାବି କରି ମାଡ଼ ଗାଳି ଦେଉଥିଲେ। ମୋ ସେଠି ଆପଣ ଟିକେ ପରିଚୟ ଦେବେ? ମୋ ନାମ ନାରାୟଣ ପୁଷ୍ଟି, ଘର ଅଡ଼ଙ୍ଗପନ୍ତେଇ ଭୋଗରାଇ ଥାନା। କ'ଣ ଘଟଣା ଆପଣଙ୍କ ହେଇଛି? ଆପଣଙ୍କ ଝିଅ ମେଡ଼ିକାଲ ଟ୍ରିଟମେଣ୍ଟ ଘଟଣା ଆକ୍ଚୁଆଲି କ'ଣ ହେଇଛି? ତାକୁ କାଲି ତା ଶାଶୁ ଶ୍ୱଶୁର ଦେଉର ବାଡ଼େଇଛନ୍ ପିଟିଛନ୍ ରାତିରୁ ତା କମରଟା ଭାଙ୍ଗି ଦେଇଛନ୍। କାହିଁକି ପିଟା ମାରା କଲେ? ମୁଁ ତ ଆର ପଟର ଥିଲି ତା ରାତିର ଯାହା ମୁଁ ଶୁଣିନି ଭୟାନରୁ ହାବା ପଡ଼ି କାନ୍ଦୁଛୁ ବାପା ମରିଗଲି ଇଏ କଲି ଯେତେବେଳେ ମୋବାଇଲ ହେଲା ଆଉ ମୋତେ ମାରିଦେଲେ ଆଉ ସେ ଜିନିଷ ପତ୍ର ଆଗରୁ ଦାବି କରୁଥିଲେ ସବୁ ଆଉ ମୁଁ ଗରିବ ଲୋକ ଦେଇପାରିବିନି। କ'ଣ ଜିନିଷ ପତ୍ର ଦାବି ମାଗୁଛନ୍ତି ଆପଣଙ୍କ ତାଙ୍କ ଶାଶୁଘର? ଗାଡ଼ି ହାର ଦ୍ୱାରସ୍ଥ ହେଇକି ନ୍ୟାୟ ମାଗିବି ତାଙ୍କ ଘର ଆଗରେ ପୁରା ଧାରଣା ଦେବି। ଗରିବ ଲୋକ ଦେଇପାରିବା ସମ୍ଭବ ନାହିଁ। 7ଟା ଝିଅ ମୋର। ଏନେଇ ଗେହ୍ଲିମଣି ବାପଘରଙ୍କୁ ଜଣାଇବା ପରେ ଉଭୟ ପରିବାର ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ତଥାପି ବୋହୂ ଉପରେ ନିର୍ଯାତନା କମି ନଥିଲା। ତେଣୁ ଗତକାଲି ରାତିରେ ସ୍ୱାମୀ ଗଙ୍ଗାଧର ଘରେ ଥିବାବେଳେ
ଯୌତୁକ ଦାବି କରି ଶାଶୁ ଶ୍ୱଶୁର ଓ ଦିଅର ମିଶି ନିସ୍ତୁକ ମାଡ଼ ମାରିବା ସହିତ ଘରୁ ବାହାର କରିଦେବା ପାଇଁ ଘୋଷାରି ଘୋଷାରି ବାହାର କରିଦେଇଥିଲେ। ଏଥିରେ ବହୁ ଗେହ୍ଲିମଣିର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ବାପଘର ଲୋକେ ପହଞ୍ଚି ଗୁରୁତର ଆହତ ହୋଇଥିବା ଝିଅକୁ ବାଲିଆପାଳ ଇଡ୍କ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ପରେ ଜଣାପଡ଼ିଥିଲା ଝିଅର ମେରୁଦଣ୍ଡ ଭାଙ୍ଗି ଯାଇଛି। ଏନେଇ ଝିଅର ବାପା ନ୍ୟାୟ ଦାବି କରି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।